चंद्र बंधुगण आपण माने समस्ते विद्वान समस्ते विज्ञ समस्ते विचारवंत सुशील शांत भद्र नम्र उदार कांत कमनीय आपण माने जानती चंद्रंकर 27टी जाकि 27 नक्षत्र नाम रे विदित एई 27 स्त्री पालरे पड़ी चंद्र चलचंचल अस्थिर जी कि प्राणी को मनर देवता से प्रतिटी प्राणी प्रतिटी मनीष विचलित पांच इंद्रियों को आयत्त करिबा मन पक्षरे बड़ कठिन एई नारी मायारे बाया होई चंद्र प्रतिटी प्राणी को विचलित करुछि से 27 नक्षत्र आउ 12 राशि को नहीं आमे जून पहिला 1 तारीख की जहाँ पहिला से आरंभ दिन तेणु से दिन आमे सोमवार कि भली सुखरे वा दुखरे रहिबा आसंतु सुनिबा से दिन जून 1 तारीख बा पहिला सूर्य उदय हेबे 5:08 परे सूर्यास्त 6:20 परे राहु काल 6:48 रु 8:27 6:48 रु 8:27 प्रतिथि प्रतिपदा तेणु ये जो भेजी बैगण जोटा आम देशी बैगण नुह ताकू खाइबा अनुचित खाइले असुस्थ हवा पहिला सोमवार मेष राशि पहिला सोमवार मेष राशि अश्विन नक्षत्र राति 7:08 जाए शुभ बहुत समय विपद अच्छी राति 7:08 जाए विपद अच्छी राति 7:08 जाए परे देह भल होई जीवो माने से पर्यंत असुस्थ रहिबे शांति मिलिबो पारिवारिक सुख मिलिबो किछि अर्थागाम हेबो उपहार मिलिबो आदर करिबे अन्य माने से जाए माने राति 7:08 जाए देह असुस्थ रहिबो बंधुरे विरोध भाव आसिबो गृहोपकरणरू किछि नष्ट होई जीवो शारीरिक मानसिक आर्थिक अव्यवस्था देई गति करिबो दुख बर दुख आसिबो भारी कष्ट लागिबो तेणु कहा जाइछि राति 7:08 जाए बाहर को जातुनी कि जान वाहनर व्यवहार करंतु नहीं यदि अति जरूरी तेबे जो पुड़ारे श्वास ठीक ठाक चली से पाद आग बाहर को पकांतु से पटर दुआर बंधरे मुंड माड़ू ओं हंग हनुमते 5 थर कहतु यात्रा करंतु किंतु सावधान आज पहिला सोमवार वृष राशि रोहिणी नक्षत्र राति 7:08 जाए शुभ प्रीति वृद्धि हेबो राति 7:08 जाए राति 7:08 परे विविध समस्या आदि दुख देव देह खराब हेबो शांति व्याहत हेबो कलह सृष्टि हेबो शत्रुता बढ़ी जीवो बा शत्रु भावना मन को आसीबो मन को विकृत चिंताधारा आसीबो तेणु आमे अमनिष बोली गणा हेबा से जाए राति 7:08 जाए आय अमल बढ़िया हेबो देह पा सुस्थ रहिबो दैनंदिन वृत्ति व्यवसाय सेवा आदि उन्नति हेबो एगुड़िक विकसित हेबो
ରୁଚିକର ଭୋଜନ ମିଳିବ, ମନ ଲାଖି ବ୍ୟବହାର ବି ମିଳିବ। ସକାଳ ଓଳିର ଖାଦ୍ୟ ରାତି 7ଟା-8 ପରର ଖାଦ୍ୟକୁ ନେଇ ମନ ମଧ୍ୟରେ ପ୍ରଶ୍ନ ଆସିବ, ସକାଳରେ ଅମୃତ ଭୋଜନ, ରାତିରେ ଇଏ କ'ଣ? ହଁ ବନ୍ଧୁ, ଆମେ ଯିବା ମିଥୁନ ପାଖକୁ। ଆଜି ପହିଲା ସୋମବାର, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର, ରାତି 7ଟା-8 ଯାଏ ଶୁଭ। ଘାତ ବାର, ନୂତନ ଆୟ ହେବ। ଆୟ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଲାଭକାରକ ଦିନ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରୁ ଭଲ ଆୟ ହେବ, ବଢ଼ିଆ ଅମଳ ହେବ। ଦେହ ଠିକ୍ଠାକ୍ ରହିବ। ପାରିବାରିକ ଓ ସାମାଜିକ ସମ୍ପର୍କ ଭଲ ରହିବ। ରାତି 7ଟା-8 ପରେ ଆୟ ବଢ଼ିଯିବ। ମିଥୁନର ସମସ୍ୟା ନାହିଁ। ସୋମବାର ଭଲ, ଆଉ ଏବେ ମଧ୍ୟ ସଂକେତ ମିଳିଲା ମଙ୍ଗଳବାର ବି ଭଲ। ଏବେ ବୁଝିବା କର୍କଟ କଥା। ଆଜି ପହିଲା ସୋମବାର, କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର, ରାତି 7ଟା-8 ଯାଏ ଶୁଭ। ଚକ୍ଷୁ ପୀଡ଼ା ଦେବ। ମୁହଁରେ ତ ସବୁ ଇନ୍ଦ୍ରିୟ ଅଛି ନା, ଆଖି, ନାକ, କାନ, ଜିଭ, ହେଲା, ଚର୍ମ। ତେଣୁ ଏଇ ଇନ୍ଦ୍ରିୟ ଗୁଡ଼ିକ ଆଜି କଷ୍ଟ ଦେବେ। ଦାନ୍ତ ପୀଡ଼ା ହେବ, ଅଧା କପାଳି ବିନ୍ଧିବ, ଆଖି ସମସ୍ୟା ହେବ। ତେଣୁ ଏଇସବୁ ସମସ୍ୟା ନେଇ 7ଟା-8 ପରେ ଚକ୍ଷୁ ପୀଡ଼ା ଦେବ। କେବଳ ଆପଣା ଦୋଷ ପାଇଁ ଆମେ ଦଣ୍ଡ ଭୋଗିବା କର୍କଟ ରାଶିର ଲୋକେ, ନହେଲେ ଆଉ କିଛି କାରଣ ନାହିଁ। ରାତି 7ଟା-8 ଯାଏ ଶାରୀରିକ, ମାନସିକ, ଆର୍ଥିକ ଓ ଲୌକିକ ସୁଖ ମିଳିବ। ଦୁଃଖ ଆସିବ ରାତି 7ଟା-8 ପରେ। ଦୈନନ୍ଦିନ ବୃତ୍ତି, ବ୍ୟବସାୟ, ସେବାଦି ଠିକ୍ଠାକ୍ ଚାଲିବ। ବୃହସ୍ପତି କର୍କଟକୁ ଆସୁଛନ୍ତି। ଏଣୁ ଏଇ 2-3 ଦିନ ବୋଇଲେ ଆଜି ତ ଆସିବେ, ସୋମବାର ସେ ଆସିବେ, ଆଉ 2 ଦିନ ଆଗରୁ, 2 ଦିନ ପରେ, ଏଇ 5 ଦିନ ହାରାହାରି ଏଇ କର୍କଟ ରାଶିର ଲୋକେ ଟିକେ କଷ୍ଟ ଭୋଗିବେ, ଶାରୀରିକ କଷ୍ଟ। ଏଇ 2-3 ଦିନ ବା 4-5 ଦିନ ଶାରୀରିକ ପୀଡ଼ା ଭୋଗିବେ କର୍କଟ ରାଶିର ଲୋକେ। ସୁଖ ସ୍ୱପ୍ନ ଭାଙ୍ଗିଯିବ। ରାତି 7ଟା-8 ପରେ ବିବିଧ ଲାଭ ହେବାର ସୌଭାଗ୍ୟ ଲାଭ କରି ଖୁସି ହେବେ। ମାନେ ଗୋଳିଆ ଘଣ୍ଟା ଜୀବନଟା ହେଇଯିବ। ସୋମବାର, ରବିବାର, ସୋମବାର, ମଙ୍ଗଳବାର କେତେବେଳେ ନୀଳ ଆକାଶରେ ମେଘ ଉଠେଇବ, ବର୍ଷିଯିବ, ପବନ ହେବ, ସେ କଥା କେହି କହିପାରିବେନି। ଯେହେତୁ ବୃହସ୍ପତି ଆସୁଛନ୍ତି ସୋମବାର ରାତି 1:48, ଏ ବିଷୟରେ ତ ମୁଁ ଆପଣମାନଙ୍କୁ କହିଦେଇଛି। ବାସ୍, ଆଜି ପହିଲା ସୋମବାର, ସିଂହ ରାଶି ମହିଳାଙ୍କର ଘାତ ଚନ୍ଦ୍ର, ମଘା ନକ୍ଷତ୍ର, ରାତି 7ଟା-8 ଯାଏ ଶୁଭ। କଳହ ହେବ। ଏହି ପରି ମନ୍ଦ ସମୟ ରାତି 7ଟା-8 ଯାଏ ବଳବତ୍ତର ରହିବ। ସେ ଯାଏ ଦେହ ଅସୁସ୍ଥ ରହିବ, ମାନସିକ ଅଶାନ୍ତି ଦେଖାଦେବ, ଆୟ ଅମଳ ପ୍ରାୟ ବନ୍ଦ ରହିବ, ବନ୍ଧୁ ମିତ୍ରଙ୍କ ସହ ମନାନ୍ତର ହେବ। ରାତି 7ଟା-8 ପରେ ସବୁ ଶାନ୍ତ ହୋଇଯିବ, ପାଗ ବଦଳିଯିବ, ବିବିଧ ସୁଖ ମିଳିବ, ଦେହ ଭଲ ହୋଇଯିବ। ଯେଉଁମାନେ ଆପଣଙ୍କୁ ଖରାପ ଭାବୁଥିବେ ସେମାନେ ନିଜ ଭୁଲ ବୁଝିବେ। ଏସବୁ ତ ବିଧିବିଧାନ, ଆଉ କ'ଣ। ରାତି 7ଟା-8 ପରେ ଭଲ ସମୟ ଆସିବ, ଦେହ ଭଲ ହୋଇଯିବ, ନିଜ ଲୋକ ଆଦର ସ୍ନେହ କରିବେ, ଇତ୍ୟାଦି ଇତ୍ୟାଦି।
କନ୍ୟା ରାଶି ଆଜି ପହିଲା ସୋମବାର କନ୍ୟା ରାଶି ମହିଳାଙ୍କ ଘାତ ଚନ୍ଦ୍ର ହସ୍ତା ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ ଧନ ଲାଭ ଯୋଗ ଅଛି। ଏହିପରି ଶୁଭ ସମୟ ରାତି 7ଟା 8 ଯାଏ ବଳବତ୍ତର ରହିବ। ସର୍ବବିଧ କୌଳିକ ମୌଳିକ ଦାହିକ ଆର୍ଥିକ ସୁଖ ପାଇ ଆଜି ଆପଣମାନେ ଦୈନନ୍ଦିନ ବୃତ୍ତି ବ୍ୟବସାୟ ସେବାରେ ମନ ଲାଖି ଆୟ କରିବେ। ଦେହ ପା ସୁସ୍ଥ ରହିବ। ସମ୍ପର୍କର ବନ୍ଧନ ବଳବତ୍ତର ହେବ। ମାତ୍ର ରାତି 7ଟା 8 ପରେ ଆଗ ଦେହ ଖରାପ ହେବ। ସମ୍ପର୍କରେ ଫାଟ ସୃଷ୍ଟି ହେବ। ଯାନ ବାହନରେ ନ ଗଲେ ଭଲ, ଗଲେ ହଇରାଣ ହେବେ। ରାତି 7ଟା 8 ପରେ ଜଗି ରଖି ନ ଚଳିଲେ କାନ୍ଦିବେ, ପସ୍ତେଇବେ, ଅନୁତାପ କରିବେ। ତୁଳା ରାଶି ଆଜି ପହିଲା ସୋମବାର ତୁଳା ରାଶି ସ୍ୱାତି ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ ବ୍ୟୟ ବୃଦ୍ଧି। ରାତି 7ଟା 8 ଯାଏ ହେବ ବ୍ୟୟ ବୃଦ୍ଧି। ସେ ଯାଏ ମାନସିକ ଅଶାନ୍ତି ବଳବତ୍ତର ରହିବ। ଶାରୀରିକ ଯନ୍ତ୍ରଣା ସହିବାକୁ ବାଧ୍ୟ ହେବେ। ଆୟ ଅମଳ ମଧ୍ୟମ ଧରଣର ହେବ। ସବୁ ଠିକ୍ଠାକ୍ ଚାଲିପାରିବନି। ଅଶାନ୍ତ ବଢ଼ିଯିବ। ଅବୁଝା ମନ ପାଇଁ ବିବିଧ ଅସୁବିଧା ହେବ। ମାତ୍ର ରାତି 7ଟା 8 ପରେ ସବୁ ବଦଳିଯିବ। ମନ ଆକାଶ ନିର୍ମଳ ହୋଇଯିବ। ଶୁଭ ଖବର ମିଳିବ। ଆୟ ଅମଳ ପାଇଁ ବାଟ ଖୋଲିଯିବ। ଶାରୀରିକ ପୀଡ଼ା କମିଯିବ। ତୁଳା ରାଶି ଦିନ ସାରା ଖରାପ। କୁଆଡ଼େ ଯାଆନ୍ତୁନି। ଚେଷ୍ଟା କରନ୍ତୁ ଘରେ ରହିବା ପାଇଁ। ଘରେ ରହିଲେ ବି ବସିବା ଉଠିବା ସମୟରେ ଉପରକୁ ତଳକୁ ଚାରିପାଖକୁ ଅନେଇ ପାଦ ପକାନ୍ତୁ, ନହେଲେ ଗୋଡ଼ ଖସିଯିବାର ଭୟ ଅଛି। ଯାନବାହନ ଯାଆନ୍ତୁନି। ରାତି 7ଟା 8 ପରେ ସବୁ କିଛି ଭଲ ହେବ। ନହେଲେ ନାହିଁ ଯିବା ବିଛାବାକୁ। ଆଜି ପହିଲା ସୋମବାର ବିଛା ରାଶି ଅନୁରାଧା ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ। ଅଶୁଭ ଖବର ଶୁଣିବେ। ରାତି 7ଟା 8 ପରେ ଅଶୁଭ ଖବର ଶୁଣିବେ। ସେ ଯାଏ ମାନେ ରାତି 7ଟା 8 ଯାଏ ଜୀବନକୁ ଉପଭୋଗ କରିବେ। ଆର୍ଥିକ, ମାନସିକ, ଶାରୀରିକ, ବୌଦ୍ଧିକ, ମୌଳିକ ଓ କୌଳିକ ସୁଖ ପାଇବେ। ବୌଦ୍ଧିକ ବିକାଶ ହେବ। ସେବା, ଚାକିରି, ବୃତ୍ତି, ବ୍ୟବସାୟର ଉନ୍ନତି ହେବ, ବିକାଶ ହେବ। ଦେହ ସୁସ୍ଥ ଓ ସୁନ୍ଦର ଦିଶିବ। ମାତ୍ର ରାତି 7ଟା 8 ପରେ ଅସୁସ୍ଥ ହେବେ। ଖର୍ଚ୍ଚ ପାଇଁ ବାଟ ଖୋଲିଯିବ। କଥାର ଓଜନ କମିଯିବ। ଆଦର ସମ୍ମାନ କମିଯିବ। ଆଉ ମନ ବ୍ୟାକୁଳ ହେବ। ମନ ଅଧୀର ହେବ। କ'ଣ କରିବି, କେମିତି ବୁଝିବି, ଅନ୍ୟକୁ ବୁଝେଇବି, ଏ ସମସ୍ୟାର ସମାଧାନ କିପରି ହେବ? ଯିବା ଧନୁ ପାଖକୁ। ଆଜି ପହିଲା ସୋମବାର ଧନୁ ରାଶି ମୂଳା ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ। ମସ୍ତିଷ୍କ ପୀଡ଼ା ହେବ। ଏହିପରି ଶାରୀରିକ, ମାନସିକ, ଆର୍ଥିକ ସମସ୍ୟା ରାତି 7ଟା 8 ଯାଏ ବଳବତ୍ତର ରହିବ। ମାନେ ବ୍ୟୟ ଭାର ବଢ଼ିଯିବ। ଦାମ୍ପତ୍ୟ କଳହ ସୃଷ୍ଟି ହେବ। ଦେହ ଅସୁସ୍ଥ ରହିବ। ଆବଶ୍ୟକତାଠୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ, ବାଧିବ। ଆଉ ରୁଚିକର ଖାଦ୍ୟ ଓ ମନ ଲାଖି ମିତ୍ର ମିଳିବେନି। ଆୟ ଅମଳ ହେବନି। ମାତ୍ର ରାତି 7ଟା 8 ପରେ ଏ ସମସ୍ତ ସମସ୍ୟାର ସରଳ ସମାଧାନ ହୋଇଯିବ। ଭାଗ୍ୟର ବି ଉଦୟ ହେଲେ ଭଲ ହୋଇଯିବ। ଦେହ ଯେଉଁ କଷ୍ଟ ଭୋଗୁଛି ସେ ଦେହ ଭଲ ହୋଇଯିବ। ରାତି 7ଟା 8 ପରେ ବାଣିଜ୍ୟ ଓ ସେବା ଠିକ୍ଠାକ୍ ଚାଲିବ। ଧନାଗମ
ହେବ ଅତୀତର ଦୁଃଖ ଆଉ ମନେ ପଡ଼ିବନି। ଧନ ଆସିଯିବ ପରା, ସୁଖ ଆସିଯିବ। ହଁ, ଦିନ ସାରା ଖରାପ, ରାତି 7ଟା 8 ପରେ ଭଲ। ମକର ରାଶି, ଆଜି ପହିଲା ସୋମବାର, ମକର ରାଶି, ଶ୍ରବଣ ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ। ମହିଳାଙ୍କର ଘାତବାର, ଏଣୁ ସାବଧାନ। କର୍ମେ ଖୁସି, ଏ ସମୟ ସମସ୍ତ ପ୍ରକାର ପାରିବାରିକ, ସାମାଜିକ, ଲୌକିକ, ଆର୍ଥିକ, କୌଳିକ ଓ ମୌଳିକ ସୁଖ ରାତି 7ଟା 8 ଯାଏ ବଳବତ୍ତର ରହିବ। ମାନେ ଦିନ ସାରା ଭଲ, ସବୁ ଦିଗରୁ ଭଲ। ଆର୍ଥିକ, ମାନସିକ, ଶାରୀରିକ, ସାମାଜିକ, ଲୌକିକ ସବୁ କ୍ଷେତ୍ରରେ ଆଦର ମମତା ପାଇବେ। ରାତି 7ଟା 8 ପରେ କ'ଣ ଦେଖିବା ନା, ଆଜି ଦିନଟି ଭଲ, ଆରାମରେ ଯିବ। ଦେହ ପା ଠିକ୍ଠାକ୍ ରହିବ। ପୁରୁଣା ରୋଗୀଙ୍କର ସୁସ୍ଥତା ବି ବଢ଼ିଯିବ। ମାତ୍ର ରାତି 7ଟା 8 ପରେ ସବୁ ବିଗିଡ଼ିଯିବ। ଦେହ ଖରାପ ହେବ, ପୁରୁଣା ରୋଗୀଙ୍କ ସମସ୍ୟା ବଢ଼ିଯିବ, ବ୍ୟୟ ବଢ଼ିଯିବ, ପାରିବାରିକ ଝଡ଼ ସୃଷ୍ଟି ହେବ, ବାହାର ଲୋକ ବି ବିପଦ କହିବେ। ମକର ରାଶି ପାଇଁ ରାତି 7ଟା 8 ଯାଏ ସବୁ ଦିଗରୁ ଭଲ, ରାତି 7ଟା 8 ପରେ ସବୁ ଦିଗରୁ ଖରାପ। କୁମ୍ଭ ରାଶି, ଆଜି ପହିଲା ସୋମବାର, କୁମ୍ଭ ରାଶି, ଶତଭିଷା ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ। ଯାତ୍ରା ଶୁଭପ୍ରଦ ହେବ। ଏମାନେ ଯେ ସମସ୍ତ ପ୍ରକାର କୌଳିକ, ମୌଳିକ, ଆର୍ଥିକ, ବୌଦ୍ଧିକ ସୁଖ ପାଉଛନ୍ତି। ରାତି 7ଟା 8 ପରେ ଏ ସମସ୍ତ ଦିଗ ଅଧିକ ଉଜ୍ଜ୍ୱଳ ହେବ। ମାନେ ସୋମବାର କୁମ୍ଭ ରାଶି 24 ଘଣ୍ଟା ସୁଖ ପାଇବ। କୌଣସି ସମସ୍ୟା ଦୁଃଖ ଦେଇପାରିବନି। ସମସ୍ୟା ଦୁଃଖ ଦେବା ପୂର୍ବରୁ ବିଧାତା ସମସ୍ୟାର ସରଳ ସମାଧାନ କରିଦେବେ। କୁମ୍ଭ ରାଶିର ସୋମବାରଟା ଭଲ। ଆୟ ଅମଳ ବଢ଼ିଯିବ, ସ୍ୱାସ୍ଥ୍ୟଗତ ସମସ୍ୟା ହେବନି, ନୂତନ ସମ୍ପର୍କ ବଢ଼ିବ, ପରୀକ୍ଷା ଫଳ ବାହାରିବ। ଆଉ ଇଣ୍ଟରଭ୍ୟୁ ଦେଇଥିବା ପିଲାମାନେ ଗୋଟିଏ ମିଠା ଖବର ଶୁଣି ଆନନ୍ଦିତ ହେବେ। ଚାକିରି ମିଳିଯିବ ସେମାନଙ୍କୁ, ନୂଆ ରୋଜଗାର ହେବ, ଆଉ ଅର୍ଥ ବି ମିଳିବ, ନୂତନ ଆୟ ପନ୍ଥା ଦୃଶ୍ୟମାନ ହେବ। ଫୋନ୍ ଯୋଗେ କିଛି ଶୁଭକର ଶୁଣି ଖୁସି ହେବେ। ମୋଟାମୋଟି ଶୁଭ ଶୁଭ ଶୁଭ, ଆନନ୍ଦ ଆନନ୍ଦ ଆନନ୍ଦ, ସୁଖ 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 ଆଉ ଶାନ୍ତି। କୁମ୍ଭ ରାଶି ପାଇଁ ସୋମବାର। ଆଜି ପହିଲା ସୋମବାର, ମୀନ ରାଶି, ଉତ୍ତର ଭାଦ୍ରପଦ ନକ୍ଷତ୍ରର ରାତି 7ଟା 8 ଯାଏ ଶୁଭ। ହେଲେ ଆଘାତ, ମନକୁ କିଛି ଆଘାତ ହେବ, ଆଉ ଶରୀରକୁ କିଛି ଆଘାତ ହେବ। ସାବଧାନ। ରାତି 7ଟା 8 ପରେ ଭାଗ୍ୟରେ ଉଦୟ ହେବେ। ସମସ୍ତ ମୀନ ରାଶି ପାଇଁ କୁହାଗଲା, ସେମାନେ ଦିନ ସାରା ହଇରାଣ ହେବେ। ଆଉ କମ୍ ହଇରାଣ ହେବେ କିଏ ନା ଉତ୍ତର ଭାଦ୍ର ନକ୍ଷତ୍ର ବାଲା। ବାକି ଯେଉଁ ପୂର୍ବ ଭାଦ୍ର ଆଉ ରେବତୀ ପୁରା ହଇରାଣ ହେବେ। ରାତି 7ଟା 8 ପରେ ଭାଗ୍ୟର ବି ଉଦୟ ହେବେ। ସିଏ ଯାଏ ହଇରାଣ ହେବେ। ଜଗି ରଖି ଭାବି ଚିନ୍ତି ଚଳିବାକୁ ପଡ଼ିବ, ଅନ୍ୟଥା ଗୋଡ଼ ଖସିଯିବ। ମାନେ ଅପମାନିତ ହେବେ। ଆୟ ମଧ୍ୟମ ଧରଣର ହେବ। ଦେହ ପା ସୁସ୍ଥ ରହିବ। ଖାଦ୍ୟ ଓ ମିତ୍ର ରୁଚିକର ହେବେନି। ରୁଚିକର ଖାଦ୍ୟ ମିଳିବନି କି ମନଲାଖି ମିତ୍ର ମିଳିବେନି। ରାତି 7ଟା 8 ପରେ ଶୁଭ ଚିନ୍ତା ମୁଣ୍ଡକୁ ଆସିବ। ଯାହାକୁ ଆଧାର କରି ଆପଣ ଜୀବନ ନୌକା ଚଳେଇଛନ୍ତି, ଜୀବନ ଯାନକୁ ଆଗକୁ ନେଉଛନ୍ତି, ସେଇ ଜୀବନ ନୌକା ବା ଜୀବନ ଯାନର ଉନ୍ନତି ହେବ। ଆପଣ କରୁଥିବା ସେବା, ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ଚାକିରି ଏସବୁର ଉନ୍ନତି ହେବ, ମଙ୍ଗଳ ହେବ। ରାତି 7ଟା 8 ପରେ ଆୟ ଅମଳ ବଢ଼ିଯିବ। ସମସ୍ତେ ଖାତିର କରିବେ, ସମ୍ମାନିତ କରିବେ।
ଆଉ ତମ ବିନା ସଂସାରରେ ଆଉ ମୋର କେହି ନାହାନ୍ତି ବୋଲି କହିବେ। ତମେ ଏକମାତ୍ର ଜ୍ଞାନୀ, ଏକମାତ୍ର ବିଚାରବନ୍ତ, ଏଇଭଳି ନୁଖୁରା ପ୍ରଶଂସା କରିବେ ହେଲା ସ୍ୱାର୍ଥପର ଲୋକମାନେ। ହଁ ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ମୁଁ ଆପଣଙ୍କ ମୁହଁ ଦେଖିବି ଓ କିଛି କହିବି। ନା କ'ଣ କହୁଛନ୍ତି? ରହିଲି, ନମସ୍କାର।